ଦେଖନ୍ତୁ ବର୍ତ୍ତମାନ କୋରେ ଗୁରୁତର ଧାନ ଚାଷ ପାଇଁ ରେଜିଷ୍ଟ୍ରେସନ ଫର୍ମଟି ଷ୍ଟାର୍ଟ ହେଇସାରିଛି। ତ ଯଦି ଆପଣମାନେ ଏପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିନାହାନ୍ତି ତ କରିପାରିବେ। ଦେଖନ୍ତୁ ସେ ଫର୍ମଟା ଆପଣମାନେ କେମିତି ଫିଲ୍ଅପ୍ କରିପାରିବେ ଆଜିର ଭିଡ଼ିଓରେ ଫୁଲ୍ ଡିଟେଲ୍ସ କହିଦେବି। ଆଉ ହଁ, ଏଇ ଭିଡ଼ିଓରେ ଆମେ ଓନ୍ଲି ଯୋଉମାନେ ନିଜର ନାମରେ ଜମି ପଟ୍ଟା ଅଛି ସେ ତାଙ୍କର କେମିତି ରେଜିଷ୍ଟ୍ରେସନ ଫର୍ମଟା ଫିଲ୍ଅପ୍ କରିପାରିବେ ସେ ବିଷୟରେ କଥା ହବା। ଆଉ ନେକ୍ସଟ ଯୋଉ ଭିଡ଼ିଓ ଆସିବ ସେଥିରେ ଆମେ ଜଏଣ୍ଟ ପଟ୍ଟା ଥିଲେ କେମିତି ଆପଣମାନେ ରେଜିଷ୍ଟ୍ରେସନ ଫର୍ମ ଫିଲ୍ଅପ୍ କରିପାରିବେ ସେ ବିଷୟରେ କଥା ହେବା। ଦେନ୍ ନେକ୍ସଟ ତାର ଭିଡ଼ିଓ ଆଇବ ସେଥିରେ ଆପଣଙ୍କର ଭାଗଚାଷୀ ମାନେ ଯୋଉମାନେ ନିଜର ଜମି ନାହିଁ ଅନ୍ୟ ଜଣଙ୍କର ଜମିରେ ଚାଷ କରୁଛନ୍ତି ସେ ତାଙ୍କର କେମିତି ରେଜିଷ୍ଟ୍ରେସନ ଫର୍ମଟା ଫିଲ୍ଅପ୍ କରିପାରିବେ ସେ ଭିଡ଼ିଓ ଆମେ କଥା ହେବା। ପ୍ରଥମତଃ ଆପଣ ଏଠି ଧ୍ୟାନ ଦେବେ ଯାହା ବି ଫିଲ୍ଅପ୍ କରିବେ ଏଥିରେ ଆପଣ ଆପଣଙ୍କର ଆଧାର କାର୍ଡ ଆଉ ଆପଣମାନଙ୍କର ଯାହା ବି ଜମି ପଟ୍ଟା ଅଛି ତା ଆକର୍ଡିଙ୍ଗ ଆପଣ ଏଠାରେ ଫିଲ୍ଅପ୍ କରିନେବେ। ଓକେ, ଯଦି ଆପଣ ଅଲଗା କିଛି ଫିଲ୍ଅପ୍ କରିବେ ତାହେଲେ ଆପଣଙ୍କର ରିଜେକ୍ଟ ହେବାର ଚାନ୍ସେସ୍ ବହୁତ ବଢ଼ିଯିବ। ଦେଖନ୍ତୁ ସେଇଥିପାଇଁ ଆପଣଙ୍କୁ କେମିତି ଫିଲ୍ଅପ୍ କରିବେ ଫୁଲ୍ ଡିଟେଲ୍ସ କହିଦେବି। ପ୍ରଥମତଃ ଆପଣଙ୍କର ଡିଷ୍ଟ୍ରିକ୍ଟର ନାମ ଦେଇଦେବେ, ଜିଲ୍ଲା ଆପଣଙ୍କର ଯୋଉ ବି ଜିଲ୍ଲା ତା ଆପଣ ଏଣ୍ଟର କରିଦେବେ। ଦେନ୍ ଆପଣଙ୍କର ତହସିଲ ଯାହା ବି ତା ଆପଣ ଲେଖିଦେବେ। ବ୍ଲକ ଆପଣଙ୍କର ବ୍ଲକ କିମ୍ବା ସହରାଞ୍ଚଳ ଯୋଉ ବି ଥିବ ତା ଆପଣ ଲେଖିଦେବେ। ଦେନ୍ ଆପଣଙ୍କର ପଞ୍ଚାୟତ କିମ୍ବା ୱାର୍ଡ ନମ୍ବର ଥିବ ତା ଆପଣ ଲେଖିଦେବେ। ଦେନ୍ ଆପଣଙ୍କ ଗ୍ରାମ ବା ପ୍ଲଟ ନମ୍ବର ଆପଣଙ୍କର ଯୋଉ ବି ଗାଁ ମୌଜା ତା ଆପଣ ଦେଇଦେବେ। ଦେନ୍ ଆପଣଙ୍କର ପିନକୋଡ ଦେଖନ୍ତୁ ଆପଣଙ୍କର ଆଧାର କାର୍ଡରେ ଯୋଉ ବି ପିନକୋଡ ଅଛି ତା ଆପଣ ଏଠି ଏଣ୍ଟର କରିଦେବେ। ଦେନ୍ ଦେଖନ୍ତୁ ଆପଣଙ୍କର ଜାତି କହିଛି ତ ଜାତି ଆପଣ ଯଦି ଏସସି ତାହେଲେ ଅନୁସୂଚିତ ଜାତି ସିଲେକ୍ଟ କରିଦେବେ, ଯଦି ଏସଟି ତାହେଲେ ଅନୁସୂଚିତ ଜନଜାତିକୁ ସିଲେକ୍ଟ କରିନେବେ, ଯଦି ଅନ୍ୟାନ୍ୟ यानी ଜେନେରାଲ ଓବିସି ଯଦି ଅଛନ୍ତି ତାହେଲେ ଆପଣ ଅନ୍ୟାନ୍ୟକୁ ସିଲେକ୍ଟ କରିପାରିବେ। ଦେନ୍ ଦେଖନ୍ତୁ ମଣ୍ଡିକୁ ଧାନ ଆଣିବା ସମ୍ବାଦିକ ସମୟ ତ ଆପଣ ଯୋଉ ମାସରେ ବି ଧାନ ମଣ୍ଡିକୁ ଆଣିବାକୁ ଚାହୁଁଛନ୍ତି ତା ମନ୍ଥରେ ଆପଣ ଏଠି ଦେଇଦେବେ। ଯଦି ନଭେମ୍ବରକୁ ଆଣିବାକୁ ଚାହୁଁଛନ୍ତି ତ ନଭେମ୍ବର ମାସ ଆପଣ ଲେଖିଦେବେ। ଯଦି ଆପଣ 1 ରୁ 15 ଭିତରେ ଦେବାକୁ ଚାହୁଁଛନ୍ତି ତାହେଲେ ପ୍ରଥମ କକ୍ଷକୁ ସିଲେକ୍ଟ କରିପାରିବେ। ଯଦି 15 ରୁ 30 ଭିତରେ ଧାନ ଦେବାକୁ ଚାହୁଁଛନ୍ତି ମାଣ୍ଡିରେ ତାହେଲେ ଆପଣ ଦ୍ୱିତୀୟ ପକ୍ଷକୁ ସିଲେକ୍ଟ କରିପାରନ୍ତି। ଦେନ୍ ଦେଖନ୍ତୁ ଆପଣଙ୍କର 7 ନମ୍ବର ଦେଖିବେ ଏଠି ଦେଖିଛନ୍ତି ନାମ ଧ୍ୟାନ ଦେବେ ଆପଣଙ୍କର ନିଜର ନାମ ଲେଖିଦେବେ। ନିଜର ନାମରେ ଯେହେତୁ ପଟ୍ଟା ପାଇଁ ଆମେ ଏଟା ରେଜିଷ୍ଟ୍ରେସନ ଫର୍ମଟା ଫିଲ୍ଅପ୍ କରୁଛେ। ଦେନ୍ ଆପଣଙ୍କ ସମ୍ପର୍କରେ ଆପଣ ସେଲ୍ଫ ଲେଖିନେବେ। ଦେନ୍ ଆପଣଙ୍କ ପରିବାରର ବି କେତେ ଜଣ ସଦସ୍ୟ ଅଛନ୍ତି ସେ ତାଙ୍କର ସଦସ୍ୟଙ୍କ ଏଠି ଲେଖିଦେବେ ସଂଖ୍ୟା କେତେ ଜଣ ଅଛନ୍ତି। ଦେନ୍ ଆପଣଙ୍କର ମୋବାଇଲ ନମ୍ବର ଦେବେ, ଧ୍ୟାନ ଦେବେ ଏଠାରେ ଆପଣମାନଙ୍କର ମୋବାଇଲ ନମ୍ବର ଦେବେ ଯୋଉଟା କି ଆପଣଙ୍କର ଆଧାର କାର୍ଡରେ ଲିଙ୍କ ଅଛି। ଯଦି ଲିଙ୍କ ନାହିଁ ତାହେଲେ କିଛି ଅସୁବିଧା ନାହିଁ, ଅଲଗା ନମ୍ବର ବି ଦେଇପାରନ୍ତି। ଦେନ୍ ଦେଖନ୍ତୁ ଆପଣ କୃଷକ ରେଜିଷ୍ଟ୍ରେସନ ସଂଖ୍ୟା ଯଦି ଆପଣ ଆଗ୍ରେସ୍ ଟ୍ୟାଗରେ ଫାର୍ମର ଆଇଡି ବନେଇଛନ୍ତି ତାହେଲେ ଆପଣ ଦେଇପାରିବେ, ନଚେତ ଆପଣ ଏଇଟା ବ୍ଲାକ୍ ମଧ୍ୟ ଛାଡ଼ିପାରିବେ, କିଛି ଅସୁବିଧା ନାହିଁ। ସୋ ଏଇଟା ମ୍ୟାଣ୍ଡେଟୋରୀ ନୁହଁ ତ ଆପଣ ବ୍ଲାକ୍ ମଧ୍ୟ ଛାଡ଼ିପାରିବେ। ଦେନ୍ ଦେଖନ୍ତୁ ଆପଣଙ୍କର ଏଥିରେ ଶୋ କରି ଦିଆଯାଉଛି ଆଧାର ନମ୍ବର, ଯୋଉ ଆଧାର ନମ୍ବର ସେଇଟା ଆପଣ ଏଠି ଦେଇଦେବେ। ଦେନ୍ ଆପଣଙ୍କର ଲିଙ୍ଗ କିମ୍ବା ଆପଣଙ୍କର ଜେଣ୍ଡର ପୁରୁଷ କିମ୍ବା ମହିଳା କିମ୍ବା ତୃତୀୟ ଲିଙ୍ଗ ଅନ୍ୟାନ୍ୟ ଲିଙ୍ଗ ତା ଆପଣ ଏଠି ଟିକ୍ ମାର୍କ କରିପାରିବେ। ଦେନ୍ ଦେଖନ୍ତୁ ଧାନ ବିକ୍ରି କରିବା କେନ୍ଦ୍ରର ନାମ ଆପଣଙ୍କର ଯୋଉ ବି ମାଣ୍ଡିର ନାମ ଅଛି ତା ଆପଣ ଏଠି ଦେଇଦେବେ। ଦେନ୍ ଆପଣ ଯଦି ଲିଫ୍ଟ କିମ୍ବା ବୋରୱେଲ ମାଧ୍ୟମରେ ଚାଷ କରୁଛନ୍ତି ତାହେଲେ ଆପଣ ସେ ବିଷୟରେ ଦେଇପାରନ୍ତି। ଦେନ୍ ଦେଖନ୍ତୁ ଆପଣଙ୍କର ଏଠି ମେନ୍ କଥା ହେଲା ଏଇଟା ଆପଣ ଏଇଠି ଯାହା ବି ଫିଲ୍ଅପ୍ କରିବେ ସବୁ ଆପଣଙ୍କର ଲ୍ୟାଣ୍ଡ ରେକର୍ଡ ଆକର୍ଡିଂ ଫିଲ୍ଅପ୍ କରିବାକୁ ପଡ଼ିବ, ନଚେତ ରିଜେକ୍ଟ ହେବାର ଚାନ୍ସେସ୍ ରହୁଛି। ଦେଖନ୍ତୁ 1 ନମ୍ବରରେ ଅଛି ତହସିଲ ତ ଆପଣମାନଙ୍କର ଯୋଉ ବି ତହସିଲ ତା ଆପଣ ଏଣ୍ଟର କରିଦେବେ। ଦେନ୍ ରେଭିନ୍ୟୁ ସର୍କଲ ମିନ୍ସ ଆପଣଙ୍କର ଆର୍ଆଇ ର ଯୋଉ ସର୍କଲ ଅଛି ସେଇଟା ଆପଣ ଏଣ୍ଟର କରିଦେବେ। ଗ୍ରାମ ବା ମୌଜା ଆପଣଙ୍କର ଯୋଉ ମୌଜା ତା ଆପଣ ଦେଇଦେବେ। ଖାତା ନମ୍ବର ଯାହା ବି ଥିବ ଆପଣ ଏଇଟା ଦେଇଦେବେ। ଦେନ୍ ଆପଣ ପ୍ଲଟ ନମ୍ବର ଦେଇଦେବେ, ଯୋଉ ପ୍ଲଟରେ ଆପଣ ଧାନ ଚାଷ କରୁଛନ୍ତି ସେ ପ୍ଲଟଟା ଦେଇଦେବେ। ଧ୍ୟାନ ଦେବେ ଆପଣ ମାନେ ମଲ୍ଟିପଲ ଦେଇପାରିବେ ନାହିଁ, ସେମ୍ ପ୍ଲଟ ଅନ୍ୟ ଜାଗାରେ ମଧ୍ୟ ଆପଣ ଦେଇପାରିବେ ନାହିଁ। ଦେନ୍ ଆପଣଙ୍କର ଜମି ମାଲିକଙ୍କ ନାମ ଯେହେତୁ ସେଲ୍ଫ ପାଇଁ କରୁଛି ତ ଆପଣଙ୍କର ନିଜର ନାମ ହିଁ ଲେଖିପାରିବେ। ସମ୍ପର୍କ ଏଇଠି ଆପଣ ମାନଙ୍କର ଲେଖି ଚଳିବ, ନ ଲେଖିଲେ ମଧ୍ୟ ଚଳିବ, ଅସୁବିଧା ନାହିଁ, ଏଟା ବ୍ଲାଙ୍କ ଛାଡ଼ି ପାରିବେ। ଦେନ୍ ଜମି ମାଲିକଙ୍କ ଯେହେତୁ ନିଜର ତ ଆପଣଙ୍କ ନାମ ଲେଖିଦେବେ। ଦେନ୍ ଆପଣଙ୍କର ଆଧାର ନମ୍ବର ଦେଇଦେବେ। ଜମି ମାଲିକଙ୍କ ସହିତ ମୋବାଇଲ ନମ୍ବର ଯୋଉଟା ବି ଅଛି ସେଇଟା ଆପଣ ଦେଇପାରନ୍ତି। ଦେନ୍ ଆପଣଙ୍କର ଏଇଟା ମେନ୍ ହଉଛି ଜମି ପରିମାଣ ଏକରରେ ଆପଣ ମାନେ ଏଠି ଦେଇପାରିବେ। ଯୋଉ ବି ପ୍ଲଟ ନମ୍ବର ଆପଣ ଏଠି ଏଣ୍ଟର କରୁଛନ୍ତି ସେଇ ପ୍ଲଟ ନମ୍ବର କେତେ ଏକର ଜମି ଅଛି ତା ଆପଣ ଏଠି ଏଣ୍ଟର କରିଦେବେ। ଯଦି ସେମ୍ ଅଛି ତ ଆପଣ ସେମ୍ ଏଣ୍ଟର କରିପାରିବେ। ତାପରେ ଆପଣ କେତେ ଚାଷ କରିଛନ୍ତି ଏଇ ଜମି ମଧ୍ୟରୁ ଯଦି ସେମ୍ ଅଛି ତାହେଲେ ଆପଣ ମାନେ ସେମ୍ ଆଜ୍ ଇଟ୍ ଇଜ୍ ଫିଲ୍ଅପ୍ କରିପାରନ୍ତି। କିସମ ତ ଯଦି ଆପଣ ମାନଙ୍କର ସେ ଯୋଉ କିସମ ଗୋଟେ ଅପସନ ଥିବ ଧାନ 1 ଥିଲେ ଆପଣ D1 ସିଲେକ୍ଟ କରିଦେବେ, ଧାନ 2 ଥିଲେ ଆପଣ D2 ଏଣ୍ଟର କରିପାରନ୍ତି। ତାପରେ ଏଟା ଆପଣଙ୍କୁ କିଛି ଦରକାର ହବ ନାହିଁ। ଯଦି ଲିଫ୍ଟ ଦ୍ଵାରା ଚାଷ କରୁଛନ୍ତି ତାହେଲେ ଆପଣ ଏଠି ଦେଇପାରନ୍ତି।
सेमती आपण माने ए जो जगह सब फिलअप करूची 2 नंबर 3 नंबर से माजेटिस आपण माने एटा फिलअप करि पारंती जदि एतिरे मध्ये जगह हंटू नाही ताले आपण देख परते आ गोटे अछि बॉक्सटा एति मध्ये आपण से जोटा फिलअप करि परिबे देन देखंतु आपण मानकर जा भी सब डिटेल्स हेइ जबो देन आपण एटी गोटे ध्यान देबे आपण मानकर एटा टिप चिन्ह किबा सिक्योरिटी देई कि आपण माने फिलअप करले बेडे सब देकी आपण माने सबमिट करि परिबे जदि बाय मिस्टेकली भूल भी जदि करछंती ताले आपनकर रिजेक्ट हेइ जबो एई ध्यान देकी आपण माने समस्त फिलअप करि परिबे नसे त आपण रिजेक्ट हेबा चांसेस रहउसी या तिला आजिरो फुल डिटेल्स वीडियो तो नेक्स्ट जो वीडियो आइबो हमर जॉइन पोर्टा तिले आपण माने केमते रजिस्ट्रेशन करि परिबे से तांको पाए अलगा गोटे फॉर्म आइबो संपत्ति फॉर्म जोटे एग्रीमेंट फॉर्म कहउसी सेटा मध्ये आपण केमते फिलअप करि परिबे से नेक्स्ट वीडियो में आपन को कहबी तो या तिला फुल डिटेल्स वीडियो हेल्पफुल लगे लाइक करबे चैनल ने तिला सब्सक्राइब करनेबे तो आपन को एमते आगो को नेक्स्ट कंटेंट आनी परिबे।